ରାଇରଙ୍ଗପୁରରେ ବୀରବାଲ ଦିବସ ପାଳିତ। ରାଇରଙ୍ଗପୁର ତାରିଖ 27/12/2025। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ମସିହା ଡିସେମ୍ବର 9 ତାରିଖ ଦିନ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଉକ୍ତ ଦିନ ସେ ଡିସେମ୍ବର 26କୁ ବୀରବାଲ ଦିବସ ରୂପେ ଘୋଷଣା କରିଥିଲେ। ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର 26 ସାରା ଭାରତବର୍ଷରେ ଶହୀଦ ଜାରୱାର ସିଂ ଏବଂ ଫତେ ସିଂଙ୍କୁ ସ୍ମରଣ ରଖିବା ପାଇଁ ଶୋଭାଯାତ୍ରା ସଭା ତଥା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାନ ସାରା ଦେଶରେ ଆୟୋଜନ ହେଉଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌର ପରିଷଦ ସ୍ଥିତ ଇଛିଣ୍ଡା ୱାର୍ଡ ନମ୍ବର 14 ସ୍ଥିତ ଗୁରୁଦ୍ୱାର ଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ବଜାର କୁଚେଇବୁଡ଼ି ଦେଇ ପୁଣି ଗୁରୁଦ୍ୱାରକୁ ପହଞ୍ଚିଥିଲା। ଏଥିରେ ନେତୃତ୍ୱ ନେଇଥିବା ସର୍ଦ୍ଦାର ରତନ ସିଂ, ସର୍ଦ୍ଦାର ସୁରେନ୍ଦ୍ର ସିଂ, ସର୍ଦ୍ଦାର କମଲ ସିଂ, ସର୍ଦ୍ଦାର ଅମରଜିତ ସିଂ, ଯୋଗେନ୍ଦ୍ର ବେହୁରା, ନିଗମାନନ୍ଦ ପଟ୍ଟନାୟକ, ସୁରତ ପଟ୍ଟନାୟକ, ବାସୁଦେବ ମହନ୍ତ, ବୀଣାଦେବୀ ରାମ, ଯଶବୀର କୌର, କୋମଲ କୌର, ମନ୍ତୁ ନଗି, ବାବଲି କୌର, ଉର୍ମିଳା କୌର, ସର୍ଦ୍ଦାର କୌଲିନ ସିଂ ଶୋଭାଯାତ୍ରା କରି ଶେଷରେ ଇଚିଣ୍ଡା ଗୁରୁଦ୍ୱାର କମିଟି ବିଜେପିର ବରିଷ୍ଠ ନେତା ଯୋଗେନ୍ଦ୍ର ବେହୁରା, ସୁରତ କୁମାର ପଟ୍ଟନାୟକ, ନିଗମାନନ୍ଦ ପଟ୍ଟନାୟକଙ୍କୁ ସମ୍ବୋଧିତ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ଶ୍ୟାମଳେନ୍ଦର ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ସ୍ପର୍ଶ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ସଭାପତି ସହନିର୍ଦ୍ଦେଶକ ବଜ୍ରକିଶୋର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଏବିଡିଓ ସୁରାଇ ମାଣ୍ଡି, ମୁଖ୍ୟ ବକ୍ତା ଭାବେ HN ହାଇସ୍କୁଲର ଶିକ୍ଷକ ଓଷ୍ଟା ସଭାପତି ମୟୂରଭଞ୍ଜ ଦୁର୍ଯ୍ୟୋଧନ ବେହେରା, ସମ୍ମାନିତ ଅତିଥି ଗରିମ ମହିଷିଆଣୀ ହାଇସ୍କୁଲ ଶିକ୍ଷକ ରାମନାରାୟଣ ପାଣ୍ଡେ, ହୋଲିଫେଥ ବୁକସ ଡିଷ୍ଟ୍ରିବ୍ୟୁଟର ସଞ୍ଜୟ କୁମାର ଗିରି, ଅଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ଉପଢକନ ଦେଇ ସମ୍ମାନିତ କରାଗଲା ପରେ ଅତିଥିଗଣ ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହାର ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ସଭାପତି ଶ୍ରୀ ସେଠୀ ସଭାପତିତ୍ୱ ବକ୍ତବ୍ୟ ଦେବା ପରେ ଅଧ୍ୟକ୍ଷ ଶ୍ରୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଣ୍ଡି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହୋଇ ଦେଶ ଓ ଜାତିର ନାଁ ଅର୍ଜନ କରନ୍ତୁ ବୋଲି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ବେହେରା ଛାତ୍ରଛାତ୍ରୀମାନେ ଚରିତ୍ରବାନ ହୋଇ ନିଜର ମାତା ଓ ପିତାଙ୍କୁ ସୁନାମ ରକ୍ଷା କରନ୍ତୁ ବୋଲି ଭାଷଣ ଦେଇଥିଲେ। ଏହାପରେ ବିଦ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଉକ୍ତ ଭବ୍ୟ ସଭାକୁ ରାଜଘୁନିଆ ହରିଶ୍ଚନ୍ଦ୍ର ଓ ବେଣୁଧର ପାତ୍ର ପରିଚାଳନା କରିଥିବା ବେଳେ MD ଆରାଜୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନାରେ ବସନ୍ତ କୁମାର ଗୋଛାୟତ, ରାଜେଶ କୁମାର ପଢିଆରୀ, ସନ୍ତୋଷ ପ୍ରସାଦ ଗିରି ଓ ଗାୟତ୍ରୀ ସେଠୀ ପ୍ରମୁଖ କାର୍ଯ୍ୟାଳୟ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକଗଣ ଯୋଗ ଦେଇଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବୁଲା କୁକୁର ଏବଂ ବୁଲା ଗୋରୁଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ରାଇରଙ୍ଗପୁର 27/12/2025। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ବୁଲା କୁକୁର ଏବଂ ବୁଲା ଗୋରୁଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ NSS ଓ RC ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ରବିଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଭେଟନାରୀର ଡକ୍ଟର ଜ୍ୟୋତିରଞ୍ଜନ ମହାନ୍ତ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକା ପରିମଳ ଅଧିକାରୀ ସ୍ୱାଧୀନ ଦ୍ୱାରୀ ଯୋଗଦାନ କରି ବୁଲା କୁକୁର ଏବଂ ବୁଲା ଗୋରୁଙ୍କୁ ନେଇ ଯାଉଥିବା ସମସ୍ୟା, ଏହାର ପ୍ରତିକାର ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଅଧ୍ୟାପକ ବିଜୟ କୁମାର ରାମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ରେଣୁକା ମହାନ୍ତ, ଶୁଭଦର୍ଶିନୀ ମିଶ୍ର, ପାନେଶ୍ୱରୀ ଟୁଡୁ, NSS କାର୍ଯ୍ୟକ୍ରମ ଅଧିକାରୀ ଅନିତା ସାମାଡା, ଓମପ୍ରିୟା ମଣ୍ଡଳ, ଗୁଞ୍ଜନ କାଳୁଏ, ପୁଷ୍ପଲତା ମୁର୍ମୁ, ଅଭିଷିପ୍ତା ଦାସ, ପ୍ରିୟଦର୍ଶିନୀ ବେହେରା, ଅଧ୍ୟାପକ ଉପେନ୍ଦ୍ର ବେହେରା, ଜିତେନ୍ଦ୍ର ଗିରି, ସାଇବର ଏକ୍ସପର୍ଟ ଶ୍ୟାମ ମଣ୍ଡଳ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରୁ ମାୟା, ଛିତା, ଦୀପିକା ଏବଂ ଛାତ୍ରୀମାନଙ୍କ ମଧ୍ୟରେ ଛିତା, ସୁରୁବାଲି, ପ୍ରିୟଦର୍ଶିନୀ, ସୁମତି, ବିଜମଣି, ପ୍ରୀତି, ପ୍ରାଚୀ, ଯମୁନା, ସୋନିଆ,
ଭୂମିକା, ପାୟଲ, ଡୋମି, ସଞ୍ଜୁ, ସୁମିତ୍ରୀ, ଶିବାନୀ, ସୁମି, ସୁକାନ୍ତି, ନୟନୀ, ନୈନା, ଛିତା, ଡାଙ୍ଗି, ମିତାରାଣୀ ଇତ୍ୟାଦି ଉପସ୍ଥିତ ଥିଲେ। ଆର୍ସି କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟତମା ହେମ୍ରମ ନିଜର ବକ୍ତବ୍ୟ ରଖି ସଭାକୁ ସମାପ୍ତ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳ ପାଣିଟା ପ୍ରତି ରିପୋର୍ଟ ଆଲର୍ଜି ନ୍ୟୁଜ୍ করবে ଓଡ଼ିଶା ডেভেলপ ଟିଭି।